श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराणर आज आम तृतीय स्कंधर प्रथम अध्याय पाठ करवा। यही अध्याय उद्धवों सहित विदुरंकर साक्षात कथा वर्णना करा जायछि। भागवतर 10टी लक्षण मध्यरु तृतीय स्कंध सर्ग उपरे पर्यवेसित। तेबे एहार प्रथम भागरे पद्यांतरी एवं द्वितीय भागरे एहार व्याख्या श्रवण करिबा एवं चैनल टी को निश्चय सब्सक्राइब करिबा एवं धारावाहिक भाव में गोटे गोटे अध्याय को आम निश्चित शुणा। तेबे आसंतु आरंभ करिबा तृतीय स्कंध प्रथम अध्याय। ईश्वरेच्छारु गुण क्षोभ जेमंते ब्रह्मांड संभव एमान तृती स्कंधरे वर्णित 33 अध्याय। ता मध्ये विदुर उद्धव संवाद प्रथमे प्रस्ताव। शौनक आदि मुनिगणे आनंदे सुत सन्निधाने विदुर कथा मने चिंती विश्वास भावे पचारती। शौनक उवाच हे सुत तुम्भर वचन शुणिष तस आंभमन महात्मा विदुरर बाणी आंभे तु भर मुखु शुणी छाड़िलु भव बंध व्यथा विस्तारी कह तार कथा सर्वस पद छाड़बने किंपा से गला दुख मने अनेक तीर्थे देई मन पृथ्वी कला पर्यटन मैत्रेय मुनि संगे तार एकांते अध्यात्म विचार काहिबा नदी तीर बने सानंदे बसिबे निजने संतोषे विदुरर आगे मैत्रेय मुनि अनुरागे कहिले तत्व सारवाणी जा शुणी भबु तरे प्राणी से कथा कह मुनिवर विदुर विष्णु भक्त सार से बंधु त्यागी किबा अर्थे पुणिमी लीला इंद्रप्रस्थे एमंत मुनिंकर वाणी सुतस तस मने शुणी कहते शौनकंक आगे कृष्णर भाव अनुरागे। सुत उवाच शुण हे मुनि गणतोषे एकथा सुक मुनि पासे आनंदे अभिमन्यु सुत पूछिला विदुर चरित से मुनि कहिले जेमंते से कथा शुण एकचिते सुकब लंती भाव भरी शुण परीक्ष दंडधारी। श्री शुक उवाच से धृत राष्ट्र जेते बेले निष्ठुर हीन बुद्धि बले अधर्मे धन से संचयी निजसु तंकु भोग दे पांडुसु तंकु देखे भीने निंदई निष्ठुर वचने बालके पितृहीन होई मातार संगे दुख सही हस्तिनापुरे तांको घरे बंचंती अति अव्यवहारे ताहांक मरणु इच्छई भीमको विष लड़ु दे जतुर घरे अग्नि देला से बेले गोविंद रखिला। जतुर घरे अर्थात जौ निर्मित गृहरे पुणिस भार तले आनी
ପଞ୍ଚପାଣ୍ଡବଙ୍କର ମଣି। କେଶ ଆକର୍ଷି ବାହୁବଳେ ବିବସ୍ତ୍ର କଲା ସଭା ତଳେ। ଅର୍ଥାତ୍ କେଶ ଆକର୍ଷି ବାହୁବଳେ ବିବସ୍ତ୍ର କଲା ସଭା ତଳେର ଅର୍ଥ କ'ଣ? ପାଣ୍ଡବଙ୍କ ପ୍ରତି କରାଯାଇଥିବା ଅତ୍ୟାଚାର ମଧ୍ୟରୁ କିଛି ସ୍ୱୟଂ ଧୃତରାଷ୍ଟ୍ରଙ୍କ ଦ୍ୱାରା କୃତ, କିଛି କାରୟିତ, ଆଉ କିଛି ଅନୁମୋଦିତ। ବାସ୍ତବରେ ରାଜା ହୋଇଥିବାରୁ ଏବଂ ପୁତ୍ରଙ୍କର ଏ ସମସ୍ତ କୃକୃତ୍ୟ ପାଇଁ ପୁତ୍ର ମହାନ୍ଧ ଧୃତରାଷ୍ଟ୍ର ହିଁ ଉତ୍ତରଦାୟୀ ହୋଇଥିବାରୁ ତାଙ୍କୁ ଏ ପ୍ରସଙ୍ଗରେ କେଉଁଠି କେଉଁଠି କର୍ତ୍ତା ଭାବରେ ମଧ୍ୟ ଗ୍ରହଣ କରାଯାଇଛି। କୁଚକୁ କୁମ ବହେଉରେ ଅଧୋବଦନ ଅଶ୍ରୁଧାରେ ବଧୂର ଦୁଃଖ ସେ ଶୁଣିଲା ପୁତ୍ରଙ୍କୁ ବାରଣ ନ କଲା। ମାୟାକ ପଟ ପୋଷା କରି ଦ୍ୟୁତ ଖେଳାଇ ଧନ ହରି ଛଳେ ହରିଲା ତାଙ୍କ ଦେଶ କାନନେ ଦ୍ୱାଦଶ ବରଷ ଅଜ୍ଞାତେ ଅଧିକ ବରଷେ ବିରାଟ ରାଜ୍ୟ ମତ୍ସ୍ୟ ଦେଶେ ତହିଁ ବଞ୍ଚିଲେ ଦୁଃଖ ସୁଖେ ବନକ ଶଣ ଅତିରେକେ ପୁଣି ମିଳିଲେ ରାଜ୍ୟ ଆସି ବିଶ୍ୱାସେ ରାଜା ପାଶେ ବସି ଜୀବନ ଅର୍ଥେ କିଛି ଧନ ମାଗିଲେ ନ ଦେଲା ରାଜନ ପୁଣି କୃଷ୍ଣଙ୍କୁ କରି ଦୂତ ଗ୍ରାମ ମାଗିଲେ ପାଣ୍ଡୁସୂତ କୃଷ୍ଣର ବଲ ସେ ନ କଲା ସୂଚି ଅଗ୍ରତେ ସେ ନ ଦେଲା କୃଷ୍ଣଙ୍କୁ କରି ଅପମାନ ଲୋଭେ ହୋଇଲା ହତ ଜ୍ଞାନ ବିଦୁର ଆଣି ଏକାନ୍ତରେ ବିଚାର କଲା ଅନ୍ତପୁରେ ପାଣ୍ଡବ ମାରି ନାନା ବ୍ୟାଜେ ରାଜା ହୋଇ ସର୍ବରାଜ୍ୟେ ଶୁଣିବି ଦୂର କର ଯୋଡ଼ି ବୋଲଇ ରାଜା ପାଦେ ପଡ଼ି ଅସହ୍ୟ ଅପରାଧ ତୋର କେତେ ସହିଛି ଯୁଧିଷ୍ଠିର ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ ପୁତ୍ରଙ୍କ ତୁଲେ ଭୁଞ୍ଜମହି ନୋହିଲେ ସୁଖ ନାହିଁ ତୋର ସେ ବିଷ୍ଣୁ ତେଜେ ବଳିୟାର ଶ୍ରୀହରି ତାଙ୍କୁ ସଙ୍ଗେ ଘେନି ଉଶ୍ୱାସ କରିବେ ମେଦିନୀ ସେ ଭଗବାନ ଦୈତ୍ୟାରି ଦେବ ବ୍ରାହ୍ମଣ ସଙ୍ଗେ ଧରି ସେ ସୁଖେ ଥାଇ ନିଜପୁରେ ପାଣ୍ଡବ ବଂଶ ପକ୍ଷେ ଧରି ଏ ପୁତ୍ର ଆସି ତୋର ପୁରୀ ବସିଲା ଦଶ ରୂପ ଧରି ତାକୁ ତୁ ପୁତ୍ର ପ୍ରାୟ ମଣୁ କୂଳକୁ ସଳନ ପ୍ରମାଣୁ ଶ୍ରୀକୃଷ୍ଣେ ଭକତି ନ କରି ତୁହି ହୋଇଲୁ ହତଶିରି କୂଳକୁ ସଳେ ଯେବେ ମନ ତେଜ ଶୁଭ ଦୁର୍ଯ୍ୟୋଧନ ଏମନ୍ତ ବିଦୁରର ବାଣୀ ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି ସଙ୍ଗେ ଅଛନ୍ତି ତିନି ଜଣ କର୍ଣ୍ଣ ଶକୁନି ଦୁଃଶାସନ ବୋଲଇ ସ୍ଫୁରିତ ଅଧରେ ଆକର୍ଷି ଦୁଃଶାସନ କରେ ଏ ଦାସୀ ପୁତ୍ର ମୋର ଘରେ ବସଇ ବାନ୍ଧବ ବିଭାରେ ଏ ମୋର ନିତ୍ୟ ଅନ୍ନ ଖାଇ ପାଣ୍ଡୁପୁତ୍ରଙ୍କ ହିତେ ଥାଇ କୃଷ୍ଣଙ୍କୁ ଘେନି ଭାଳେ ନିତେ ମୋର ବି ନାଶ ଚିତେ ଚିନ୍ତେ ଏମନ୍ତ କୁଟିଳ ଲୋକକୁ କେଅବା ଡାକିଲା ଏଠାକୁ ଏମନ୍ତ ବୋଲି ବିଚାରିଲା କୋପେ ଅନେକ ଗାଳି ଦେଲା ଦଶନେ କାମୋଡ଼ି ଅଧର ବୋଲେ ଦଣ୍ଡାଇ କର ଦୂର ଏହାକୁ ଦଣ୍ଡେ ହେନଥୁଅ ରାଜୁବା ହାର କରିଦିଅ ଏମନ୍ତ ତାର ବାକ୍ୟ ଶୁଣି ବଜ୍ରପଡ଼ିଲା ପ୍ରାୟ ମଣି ମରଟ ଉଚାଟ ବଚନ ଶୁଣି ହୋଇଲା ହତ ଜ୍ଞାନ ଜ୍ୟେଷ୍ଠ ଭ୍ରା ତାର ତୁଲେ ଥିଲା ରାଜା ହିଁ
ଆଶ୍ୱାସନ କଲା। ତକ୍ଷଣେ ଉଠି ସେ ବିଦୁର ଚିତ୍ତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା ତକ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାୟ ମଣି ମନେ ଚିନ୍ତଇ ଚକ୍ରପାଣି। ହସ୍ତିନା ନଗରୁ ବାହାର ତୀର୍ଥଗ ମନେ ଆଗୁସାର। ମିଳିଲା ଯାଇ ଘୋର ବନେ ଭ୍ରମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥଗତି ହରିଭ କତ ଜହିଁଛନ୍ତି। ନିରାଶ କରି ଆତ୍ମମନ ଗ୍ରାମ ପାଟଣା ଉପବନ। ସୁପୁଣ୍ୟ ଗିରି କୁଞ୍ଜ ଦେଶେ ଭ୍ରମଇ ତୀର୍ଥ ଅଭିଳାଷେ। ପୁଣ୍ୟସରିତ ପୁଣ୍ୟସର ନିରତେ ଭ୍ରମଇ ବିଦୁର। ଅନନ୍ତ ଲିଙ୍ଗେ ସିଦ୍ଧ ଜହିଁ ସୁଧ ପବିତ୍ର ପୁଣ୍ୟ ଭୂଇଁ। ଅନନ୍ତ ଲିଙ୍ଗେ ସିଦ୍ଧ ଜହିଁ ଅର୍ଥାତ୍ ଅନନ୍ତ ଭଗବାନଙ୍କର ମୂର୍ତ୍ତିମାନଙ୍କ ଦ୍ୱାରା ସମ ଅଳଙ୍କୃତ ସ୍ଥାନ। ଏମନ୍ତ ଅବଧୂତ ବେଶେ ବିଦୁର ଭ୍ରମେ ପୁଣ୍ୟ ଦେଶେ। ହରିତ୍ୱ ଶଣ ବ୍ରତ ଯେତେ ତପେ ତୋ ସଇ ଅବିରତେ। ଏମନ୍ତେ ଭାରତ ବରସେ କାଳେ ମିଳିଲା ସେ ପ୍ରଭାସେ। ତହିଁ ଶୁଣିଲା ସାଧୁବାଣୀ ପାଣ୍ଡବେ କୁରୁ ବଳଜିଣୀ। କୃଷ୍ଣ ସାରଥି ପଣେ ବରି ଅନେକ ଅକ୍ଷହିଣୀ ମାରି। ଗୋବିନ୍ଦ ଘେନି ତୀର୍ଥ ଜଳେ ମଙ୍ଗଳ ଶୁଭ ଅନୁକୂଳେ। କରାଇ ଅଭିଷେକ ପୂଜା ଏକାଙ୍ଗ ଚକ୍ରେ କଲେ ରାଜା। ସର୍ବେନ ଶିଲେ କୁରୁ ବଳେ ଯେସନେ ବେଣୁ ଦାବାନ ହଳେ। କୁଟୁମ୍ବ ବଧେ ଶୋକ କରି ସ୍ୱଜନ ବାନ୍ଧବ ସୁମରି। ମୌନ ହୋଇ ଅଶ୍ରୁ କଣ୍ଠେ ମିଳିଲା ସରସ୍ୱତୀ ତଟେ। ଯାହାର ତୀରେ ଏକାଦଶ ତୀର୍ଥେ ବସନ୍ତି ଚାରିପାଶ। ତ୍ରିତଉ ସନା ମନୁ ନାମ ପୃଥୁ ଓ ନଳ ଯେ ପବନ। ସୁଦାସ ଗାବ ଗୃହ ଯମ ଅସିତ ଏକାଦଶ ନାମ। କ୍ଷେତ୍ରେ ମନ୍ଦିର ବିଷ୍ଣୁ ଅର୍ତେ ତୀରେର ଚିତ ଯେ ଝାମତେ। ଋଷି ଦେବତା ଆଦି ଯେତେ ତୀର୍ଥେ ସେ ବନ୍ତି ଦୃଢ଼ ଚିତେ। ପ୍ରତ୍ୟଙ୍ଗ ମୁଖାଙ୍କିତ ଘର ଦିଶନ୍ତି ଅତି ମନୋହର। ପ୍ରତ୍ୟଙ୍ଗ ମୁଖ୍ୟାଙ୍କିତ ଘର ଅର୍ଥାତ୍ ଭଗବାନ ବିଷ୍ଣୁଙ୍କ ମୁଖ୍ୟ ଆୟୁଧ ଚକ୍ର ଦ୍ୱାରା ଚିହ୍ନିତ ମନ୍ଦିରମାଳ। ଯେ ପୁର ଦର୍ଶନ ମାତ୍ରେ ବିଷ୍ଣୁ ସ୍ମରଣ ପଶେ ଗାତ୍ରେ। ଏମନ୍ତ ସରସ୍ୱତୀ ତୀର୍ଥ ଦେଖିବି ଦୂର କୃତକୃତ୍ୟ। ତହୁଁ ଚଳିଲା ତୋଷ ମନେ ସୌରାଷ୍ଟ୍ର ସୌବୀର ବିପିନେ। କୁରୁଜାଙ୍ଗଳ ମତ୍ସ୍ୟ ଦେଶ ଜିଣିଜ ମୁନା ପରବେଶ। କାଳିନ୍ଦୀ ତୀରେ ବୃନ୍ଦାବନ ଜହିଁ ବି ରାଜେ ଗୋବର୍ଦ୍ଧନ। ସେବନେ ବୁଲେ ଏକେ ଏକେ ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ। ହରିଭ କତଙ୍କର ସାର ତପ ଆଚରି ମହାଘୋର। ଆସନ ନିଶ୍ଚଳ ସମାଧି ଶ୍ରୀକୃଷ୍ଣ ଚରଣେ ଆରାଧି। ଏକାନ୍ତେ ଅଛି ବୃକ୍ଷ ମୂଳେ ବିଦୁର ଦେଖେ ବେନି ଡୋଳେ। ସେବାସୁ ଦେବ ଅନୁଚର କିୟବା ଦେବା ପଟାନ୍ତର। ଦେବଗୁରୁଙ୍କ ଶିଷ୍ୟ ସ୍ୱୟଂ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେ ନିଜନ ନିବିଡ଼େ କଲେ ଆଲିଙ୍ଗନ। ବିଦୁର ଉଦ୍ଧବକୁ ଚାହିଁ ବନ୍ଧୁ ବାନ୍ଧବ ସ୍ନେହ ବହି। ରୋମହ ରସେ ଶୁଦ୍ଧ ଚେତା ପୁଛଇ କୃଷ୍ଣର ବାରତା। କୃଷ୍ଣପୁତ୍ରଙ୍କୁ ଆଦି କରି ଏକ
ରେକ ନାମ ଧରି। ବିଦୁର ଉବାଚ ଶୁଣ ଉଦ୍ଧବ ମୋ ବଚନ, ମୁଁ ଯେ ପୁଛଇ ବନ୍ଧୁଜନ। ଯେ ହରି ପୁରୁଷ ପୁରାଣ, ଅନାଦି ପରମ କାରଣ। ଧରଣୀ ଭାରାନାଶର୍ଥେ, ମନୁଷ୍ୟ ଦେହେ ଜଗତେ। ରାମ ଗୋବିନ୍ଦ ରୂପ ଧରି, ଯାଦବ ବଂଶେ ଅବତରି। ଛନ୍ତିକି ବାସୁଦେବ ଘରେ, ଆନନ୍ଦେ ବେନି ସହୋଦରେ। ଆମ୍ଭର ବଂଶେ ଅଧିଦେବ, ଦେବକୀ ତୁଲେ ବସୁଦେବ। ସୁଖେ କି ଛନ୍ତି ନିଜ ପୁରେ, ବନ୍ଧୁ ହୃଦ ଭବ ଭରେ। ପ୍ରଦ୍ୟୁମ୍ନ ଅଛ ଇନା ଭଲେ, ଆନନ୍ଦେ ଜନନୀର ତୁଲେ। ରୁକ୍ମିଣୀ ପୂର୍ବ ତପ ଫଳେ, ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ। ଭୋଜାଦି ସାତ ବଂଶ ରାଜା, ଭୋଜାଦି ସାତ ବଂଶ ରାଜା। ଗୋବିନ୍ଦ ଯାକୁ କଲେ ପୂଜା, ଛାଡ଼ିଆ ପଣା ନୃପାସନ। ରାଜେସ୍ତା ପିଲେ ଉଗ୍ରସେନ, ତୀର୍ଥ ଉଦକ ସିଞ୍ଚି ଶିରେ। ସେ ସୁଖେ ଅଛି ଟିକି ପରେ, ଭଲେ କି ଜାମ୍ବବତୀ ସୁତ। ଯେ ରତି ମଧ୍ୟେ ମହାରଥ, କୃଷ୍ଣର ସଦୃଶ ଯେ ହୋଇ। ପୂର୍ବେ ଅମ୍ବିକା ଗର୍ଭେ ଥାଇ, ଯାହାକୁ ଜାମ୍ବବତୀ ଦେବୀ। ପାଇଲା ନାନା ବ୍ରତ ସେବି, କ୍ଷେମେ କି ଅଛି ଯୁଯୁଧାନ। ଯାହାକୁ ସନ୍ତୋଷ ଅର୍ଜୁନ, ରହସ୍ୟ ଧନୁର୍ବେଦ ଦେଲା। ଯେ ପୁଣି କୃଷ୍ଣ ଆରାଧିଲା, ସୁଖେ ହୋଇଲା ଗତି ତାର। ଯେ ଯୋଗୀ ଜନେ ଅଗଚର, ସ୍ୱପଳ୍କ ସୁତ ଯଶସ୍କର। ଶୁଭେ କି ଅଛ ଅକ୍ରୂର, କଂସ ଦେଶେ ଗୋପପୁରେ। ଲଭିଲା କୃଷ୍ଣ ରେଣୁ ଶିରେ, ଭଲେ କି ଅଛ ଦେବକୀ। ଯେ ଗର୍ଭେ ଧଇଲା ହରିଙ୍କି, ଅଶେଷ ମନୋରଥ ବୋଧ। ଭଲେ କି ଅଛି ଅନିରୁଦ୍ଧ, ଯାର ମହିମା ଶବ୍ଦ ଯୋନି। ତୁରୀୟ ତତ୍ତ୍ୱ ସଙ୍ଗେ ମାନି। ଶବ୍ଦଜନୀ ଅର୍ଥ ବେଦର ଆଦି କାରଣ। ସତ୍ୟଭାମାର ସୁତ ଯେତେ, ଭଲେ କି ଅଛନ୍ତି ସମସ୍ତେ। ଗଦର କହ ଭଲ କଥା, ଯେ ଅନ୍ୟ ଯାଦବ ବାରତା। ଏକାନ୍ତେ କୃଷ୍ଣର ପୟରେ, ସେବନ୍ତି ସବୁ ପରକାରେ। ଧର୍ମେ କି ଅଛି ଯୁଧିଷ୍ଠିର, ଯେ ଧର୍ମ ରଖିଲା ସଂସାର। ଯାହାର ବାହୁ ପ୍ରାୟ ହୋଇ, କୃଷ୍ଣ ଅର୍ଜୁନ ବେନିଥାଇ। ଭୀମର କହ ଭଲ କଥା, ଯେ ଭୀମ ଅତି ବଳବନ୍ତା। ଯାର ଚରଣ ଘାତ କୋପେ, ଦୁର୍ଗମ ରଣ ଭୂମି କମ୍ପେ। ଅର୍ଜୁନ ଅଛି ଟିକି ଭଲେ, ନିରତେ ଗୋବିନ୍ଦର ତୁଲେ। ଗାଣ୍ଡିବ ଧନୁ କରେ ଧରି, ରଣେ ତୋ ଶିଲା ଶୂଳଧାରି। ନକୁଳ ସହଦେବ ବେନି, କୁଶଳ କହ ପରିମାଣି। ଅଶ୍ୱିନୀ ନାସିକା ବିବରେ, ଜନ୍ମ ହୋଇଲେ ଯେ ଶରୀରେ। କେ କହୁ ତାଙ୍କ ଗୁଣଧାମ, ଦେବଙ୍କ ବ୍ୟାଧି ହରେ ନାମ। ତାହାଙ୍କ ବୀର୍ଯ୍ୟୁ ଜାତ ହୋଇ, ସୁନ୍ଦର ରୂପେ ଜନମୋହି। ପାଣ୍ଡବ ଚକ୍ଷୁ ସେ ବୋଲାନ୍ତି, କହ କି କୁଶଳେ ଅଛନ୍ତି। ଦେଖ ଏ କୁନ୍ତି ଗର୍ଭ ଅର୍ଥେ, ସ୍ୱାମୀକୁ ଚିନ୍ତେ ଅବିରତେ। ଯାନାମ ଚଉଦିଗେ ଶୁଭେ, ସେ ସ୍ୱାମୀ ବିନୁ ସୁତ ଲୋଭେ। ତାହାଙ୍କୁ ଛାଡ଼ି ଭୋଗ ବିନେ, ରହିଲା ପୁତ୍ର ସ୍ନେହ ମନେ। ଶୁଣ ଉଦ୍ଧବ ସାଧୁ ଧୀର, ଧୃତରାଷ୍ଟ୍ର ଯେ ବ୍ୟବହାର। ଧୃତରାଷ୍ଟ୍ରର ଯେ ବ୍ୟବହାର, ସେ ପିତୃହୀନ ପଞ୍ଚପୁତ୍ରେ। ତାଙ୍କ ମରଣ ଚିତ୍ତେ ଚିନ୍ତେ, ପୁତ୍ରଙ୍କ ତୁଲେ ତା ବିଚାର। ମୁଁ ପ୍ରିୟ ସୁହୃଦ ତାହାର,
ପୁରୁବାହାର କରିଦେଲା ଚିତେତା ଦୟା ନ ବସିଲା। ଏଣୁ ପଡ଼ିବ ତମ ଘୋର ଜୀବନେ ଚିନ୍ତା ତାକୁ ମୋହର। ଯେ କୃଷ୍ଣ ପରମ ମଙ୍ଗଳ ଆନନ୍ଦ ମାନଙ୍କର ମୂଳ। ସେ ହରି ମନୁଷ୍ୟ ଶରୀରେ ସାକ୍ଷାତେ ସଂସାରେ ବିହରେ। ତାର ପ୍ରସାଦୁତା ମହାତ୍ମ୍ୟ ଜାଣି ଛାଡ଼ିଲି ସର୍ବଭ୍ରମ। ତାର ଚରଣ ଧ୍ୟାନ କରି ମୁଁ ଏବେ ଆନନ୍ଦେ ବିହରି। ଦେଖଉ ଧବ ତା ମହିମା କେ କହି ପାରେ ଗୁଣ ସୀମା। ଯେ ଯେତେ ଥିଲେ ମହିପାଳେ ଅନେକ ଅକ୍ଷହିଣୀ ମେଳେ। ତାହାଙ୍କୁ ମାୟାରେ ସଂହାରି ହେଳେ ତ୍ରିଭୁବନ ଉଧରି। ପ୍ରପନ୍ନ ଜନ ଦୁଃଖ ନାଶ ଅର୍ଥେ କ୍ଷଣକେ ପିତବାସ। ପାରନ୍ତି କୁରୁଙ୍କୁ ସଂହାରି ସହିଲେ ଦୋଷ କ୍ଷମା କରି। ସେ ଗୁଣାତୀତ ଅଜହରି ଖଳନା ସନେ ଅବତରି। ଅଖିଳ ଲୋକଙ୍କ କୁଶଳେ ସେ ଦେହ ବନ୍ତ ଯଦୁକୂଳେ। ଯାହାର ଆଜ୍ଞାରେ ସଂସାର ତୀର୍ଥର ପ୍ରାୟେ କୀର୍ତ୍ତି ଯାର। ସେ ହରି ଶୁଭ କଥା ମୋତେ କହଉ ଧବ ଶୁଦ୍ଧ ଚିତେ। ଏମନ୍ତେ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି। ଚିତେ ଚିନ୍ତିଲା ନାରାୟଣ ସୁଜନେ ଏକ ମନେ ଶୁଣ। ହରିଚରିତ ସୁଧାରସ କହିଲା ଜଗନ୍ନାଥ ଦାସ। ତୃତୀୟ ସ୍କନ୍ଧେ ଭାଗବତେ ସୁଜନ ଜନଙ୍କର ହିତେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ପ୍ରଥମ ଅଧ୍ୟାୟ। ବର୍ତ୍ତମାନ ଏହି ଅଧ୍ୟାୟରେ ଆମେ ବ୍ୟାଖ୍ୟା ଶ୍ରବଣ କରିବା। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ତୁମେ ଏ ଯେଉଁ ବିଷୟ ପଚାରିଲ, ପୂର୍ବକାଳରେ ବିଦୁର ତାଙ୍କର ସୁଖ ସମୃଦ୍ଧି ସମ୍ପନ୍ନ ଗୃହ ପରିତ୍ୟାଗ କରି ବନବାସ କରିବାକୁ ଯାଇଥିବା ବେଳେ ମୈତ୍ରେୟଙ୍କୁ ଅବିକଳ ଏହି ବିଷୟ ପଚାରିଥିଲେ। ଏହି ବିଦୁରଙ୍କୁ ସର୍ବେଶ୍ୱର ଭଗବାନ ଶ୍ରୀକୃଷ୍ଣ ଏତେ ଆପଣାର ମନେ କରୁଥିଲେ ଯେ ସେ ଭଗବାନ ପାଣ୍ଡବମାନଙ୍କର ଦୂତ ହୋଇ ହସ୍ତିନାପୁର ଯାଇଥିଲା ବେଳେ ଦୁର୍ଯ୍ୟୋଧନଙ୍କ ନଅର ଛାଡ଼ି ଓ ତାଙ୍କ ଆମନ୍ତ୍ରଣକୁ ଅସ୍ୱୀକାର କରି ବିନା ଡାକରାରେ ଏହାଙ୍କ ଘରକୁ ଚାଲି ଯାଇଥିଲେ। ରାଜା ପରୀକ୍ଷିତ ପଚାରିଲେ, ପ୍ରଭୁ, ମୁନିବର ମୈତ୍ରେୟଙ୍କ ସହିତ ବିଦୁରଙ୍କର କେତେବେଳେ ଓ କେଉଁଠି ସାକ୍ଷାତ ହୋଇଥିଲା, ଦୟାକରି କହନ୍ତୁ। ବିଦୁରଙ୍କର ଅନ୍ତଃକରଣ ତ ଅତ୍ୟନ୍ତ ପବିତ୍ର। ସେ ମୈତ୍ରେୟଙ୍କୁ କୌଣସି ସାଧାରଣ ପ୍ରଶ୍ନ ପଚାରି ନଥିବେ। ସାଧୁ ଶିରୋମଣି ମୈତ୍ରେୟ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିବେ ଏବଂ ଉଭୟଙ୍କ ମଧ୍ୟରେ କଥୋପକଥନ ଅତ୍ୟନ୍ତ ମଙ୍ଗଳମୟ ହୋଇଥିବ। ଶ୍ରୀସୁତ ବର୍ଣ୍ଣନା କଲେ, ରାଜା ପରୀକ୍ଷିତ ଏପରି ପ୍ରାର୍ଥନା କରିବାରୁ ସର୍ବଜ୍ଞ ଶୁକଦେବ ପ୍ରସନ୍ନ ହୋଇ କହିଲେ, ସେ କଥା ଶୁଣ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ରାଜା ଧୃତରାଷ୍ଟ୍ରଙ୍କ ଦୁର୍ଯ୍ୟୋଧନ ଆଦି ପୁତ୍ରମାନେ ଦୁଷ୍ଟ ସ୍ୱଭାବର ଥିଲେ। କିନ୍ତୁ ଧୃତରାଷ୍ଟ୍ରଙ୍କ ତ ବାହ୍ୟ ଓ ଅନ୍ତର ଉଭୟ ଦୃଷ୍ଟି ନଷ୍ଟ ହୋଇଯାଇଥାଏ। ତେଣୁ ସେ ଅଧର୍ମପୂର୍ବକ ନିଜ ପୁତ୍ରମାନଙ୍କ କଥାରେ ହିଁ ଚଳୁଥିଲେ। ଦୁର୍ଯ୍ୟୋଧନଙ୍କ କଥା ରଖି ସେ ନିଜର ସାନ ଭାଇ ପାଣ୍ଡୁଙ୍କର ଅନାଥ ପୁତ୍ରମାନଙ୍କୁ ଲାକ୍ଷା ଗୃହକୁ ପଠାଇ ଦେଇଥିଲେ ଏବଂ ସେଥିରେ ନିଆଁ ଲଗାଇ ଦେଇ ସେମାନଙ୍କୁ ମାରିଦେବାର ପ୍ରୟାସ କରିଥିଲେ। ପୁଣି ତାଙ୍କ ଘରର କୁଳବଧୂ ତଥା ମହାରାଜ ଯୁଧିଷ୍ଠିରଙ୍କର ପାଟରାଣୀ ଦ୍ରୌପଦୀଙ୍କ କେଶ ଧରି ଦୁଃଶାସନ ଯେତେବେଳେ ତାଙ୍କୁ ପୂର୍ଣ୍ଣସଭା ଭିତରକୁ ଟାଣି ଆଣିଲା ଓ ଦୁର୍ଯ୍ୟୋଧନ ଆଦି ତାଙ୍କୁ ଘୋର ଅପମାନିତ କଲେ, ସେତେବେଳେ ଦ୍ରୌପଦୀଙ୍କ ଆଖିରୁ ଧାର ଧାର ଲୁହ ବୋହି ତାଙ୍କ ବକ୍ଷସ୍ଥଳରେ ଲେପିତ କେଶରକୁ ଧୋଇ ଦେଉଥିଲା। ଅଥଚ ରାଜା ଧୃତରାଷ୍ଟ୍ର ନିଜ ପୁତ୍ରମାନଙ୍କୁ ସେହି କୁକର୍ମରୁ ବିରତ କଲେ ନାହିଁ। ତାପରେ ଦୁର୍ଯ୍ୟୋଧନ ଆଦି କପଟ ପଶା ଖେଳି ସାଧୁ ସ୍ୱଭାବ ଯୁଧିଷ୍ଠିରଙ୍କର ରାଜ୍ୟ ହରଣ କରିନେଲେ ଏବଂ ପାଣ୍ଡବମାନଙ୍କୁ ବନବାସ ଦେଇଦେଲେ। କୌଣସି ମତେ ସେମାନଙ୍କ ବନବାସ କାଳ କଟାଇ ଫେରିବା ପରେ ଚୁକ୍ତି ଅନୁସାରେ ନିଜର ନ୍ୟାୟୋଚିତ ପୈତୃକ ଭାଗ ମାଗିବାରୁ ମୋହଗ୍ରସ୍ତ ଧୃତରାଷ୍ଟ୍ର ସେମାନଙ୍କୁ ତାହା ବି ଦେଲେ ନାହିଁ। ଯୁଧିଷ୍ଠିର ପଠାଇ ଦେବାରୁ ଜଗତଗୁରୁ ଭଗବାନ ଶ୍ରୀକୃଷ୍ଣ ଆସି କୌରବ ସଭାରେ ଯେଉଁ ସୁମଧୁର ହିତକର ବଚନ କହିଲେ, ତାହା ତ ଭୀଷ୍ମ ଆଦି ସଜ୍ଜନମାନଙ୍କୁ ଅମୃତ ପରି ଲାଗିଲା। କିନ୍ତୁ କୁରୁରାଜ ଧୃତରାଷ୍ଟ୍ର ସେହି ପ୍ରସ୍ତାବକୁ କୌଣସି ପ୍ରକାର ଆଦର କଲେ ନାହିଁ। କିପରି ବା ଆଦର କରନ୍ତି? ତାଙ୍କର ସକଳ ପୁଣ୍ୟ ତ ନଷ୍ଟ ହୋଇଯାଇଥିଲା।
ତାପରେ ପରାମର୍ଶ ନିମନ୍ତେ ବିଦୁରଙ୍କୁ ଡକାଯିବାରୁ ମନ୍ତ୍ରୀବର ବିଦୁର ରାଜଭବନକୁ ଗଲେ ଏବଂ ବଡ଼ ଭାଇ ଧୃତରାଷ୍ଟ୍ରକୁ ପଚାରିବାରୁ ବିଦୁର ଅତି ହିତକର ମତ ଦେଲେ। ତାହାକୁ ନୀତିଶାସ୍ତ୍ରଜ୍ଞମାନେ ବିଦୁର ନୀତି ବୋଲି କହନ୍ତି। ସେତେବେଳେ ବିଦୁର କହିଲେ, ମହାରାଜ, ଆପଣ ଅଜାତ ଶତ୍ରୁ ମହାତ୍ମା ଯୁଧିଷ୍ଠିରଙ୍କ ତାଙ୍କ ଭାଗ ଦେଇ ଦିଅନ୍ତୁ। ଆପଣଙ୍କ ଅପରାଧ ଅସହ୍ୟ, ତଥାପି ସେ ତାହା ସହି ଯାଉଛନ୍ତି। ଆପଣ ତ ଭୀମରୂପୀ କଳାନାଗକୁ ବହୁତ ଡରନ୍ତି। ଦେଖନ୍ତୁ, ସେ ତାଙ୍କର ସାନ ଭାଇମାନଙ୍କ ସହିତ ମିଶି ପ୍ରତିଶୋଧ ନେବା ପାଇଁ ଭୀଷଣ କ୍ରୋଧରେ କିପରି ଫଁ ଫଁ ହେଉଛନ୍ତି। ଆପଣ ତ ଜାଣନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଆପଣାର କରିସାରିଛନ୍ତି। ଶ୍ରୀକୃଷ୍ଣ ହେଉଛନ୍ତି ଯଦୁବୀରମାନଙ୍କର ଆରାଧ୍ୟ ଦେବ। ଆଜିକାଲି ସେ ତାଙ୍କ ନିଜ ରାଜଧାନୀ ଦ୍ୱାରକାପୁରୀରେ ରହୁଛନ୍ତି। ସେ ଯେକୌଣସି ମୁହୂର୍ତ୍ତରେ ଏଠାକୁ ଚାଲି ଆସିପାରନ୍ତି। ସେ ପୃଥିବୀର ସବୁ ବଡ଼ ବଡ଼ ରାଜାଙ୍କୁ ନିଜର ଅଧୀନ କରିସାରିଲେଣି। ପୁଣି ବ୍ରାହ୍ମଣ ଓ ଦେବତାମାନେ ମଧ୍ୟ ତାଙ୍କରି ପକ୍ଷରେ ଅଛନ୍ତି। ଯାହାକୁ ଆପଣ ପୁତ୍ର ବୋଲି ଭାବି ପାଳି ପୋଷି ରଖିଛନ୍ତି ଏବଂ ଯାହାର ଇଙ୍ଗିତରେ ଆପଣ ଚାଲିଛନ୍ତି, ଜାଣିଥାନ୍ତୁ ସେହି ଦୁର୍ଯ୍ୟୋଧନ ରୂପରେ ମୂର୍ତ୍ତିମାନ ପାପ ହିଁ ଆପଣଙ୍କ ଘରେ ପଶିଯାଇଛି। କେବଳ ସେତିକି ନୁହେଁ, ସେ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଦ୍ୱେଷଭାବ ରଖିଛି। ସେହି କାରଣରୁ ଆପଣ ଶ୍ରୀକୃଷ୍ଣଙ୍କ ପ୍ରତି ବିମୁଖ ହୋଇ ଦିନୁ ଦିନ ଶ୍ରୀହୀନ ହୋଇ ଯାଉଛନ୍ତି। ତେଣୁ ସମଗ୍ର କୁଳର ମଙ୍ଗଳ ନିମନ୍ତେ ଦୁଷ୍ଟ ଦୁର୍ଯ୍ୟୋଧନକୁ ଅବିଳମ୍ବେ ପରିତ୍ୟାଗ କରିଦିଅନ୍ତୁ। ଶୁକଦେବ କହିଲେ, ବିଦୁରଙ୍କର ସ୍ୱଭାବ ଏଡ଼େ ସୁନ୍ଦର ଥିଲା ଯେ ସାଧୁଜନମାନେ ମଧ୍ୟ ତାହାଙ୍କୁ ଆଦର କରୁଥିଲେ। କିନ୍ତୁ ତାହାଙ୍କର ସେହି ବଚନ ଶୁଣୁ ଶୁଣୁ କର୍ଣ୍ଣ, ଦୁଶାସନ ଓ ଶକୁନି ସମେତ ଦୁର୍ଯ୍ୟୋଧନଙ୍କ ଓଠ ଭୀଷଣ କ୍ରୋଧରେ କମ୍ପି ଉଠିଲା ଏବଂ ତାଙ୍କୁ ତିରସ୍କାର କରି ଦୁର୍ଯ୍ୟୋଧନ କହିଲେ, ଆରେ, ଏହି କୁଟିଳ ଦାସୀପୁତ୍ରଟାକୁ ତ କିଏ ଏଠାକୁ ପରାମର୍ଶ ଦେବାକୁ ଡାକି ଆଣିଲା? ଏ ଲୋକଟା ଯାହାଙ୍କ ଅନ୍ନ ଖାଇ ଜୀବନ ଧରିଛି, ତାଙ୍କରି ପ୍ରତିକୂଳ ହୋଇ ଶତ୍ରୁକୁ ସାହାଯ୍ୟ କରିବାକୁ ବସିଛି। ତେଣୁ ଏଇଟାକୁ ପ୍ରାଣରେ ପଛକେ ନ ମାର, କିନ୍ତୁ ତୁରନ୍ତ ଆମ ନଗରରୁ ବାହାର କରିଦିଅ। ବଡ଼ ଭାଇ ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ଦୁର୍ଯ୍ୟୋଧନଙ୍କର ଏହି କଟୁ ଶବ୍ଦ କାନରେ ଶରବିଦ୍ଧ ହେବା ପରି ପୀଡ଼ାଦାୟକ ଥିଲା। କିନ୍ତୁ ସେଥିରେ ମର୍ମାହତ ହୋଇ ମଧ୍ୟ ବିଦୁର ମନରେ କୌଣସି ଖରାପ ଭାବନା ଆଣିଲେ ନାହିଁ। ସେ ଏହାଙ୍କୁ ଭଗବାନଙ୍କର ମାୟାର ପ୍ରବଳତା ବୋଲି ଜାଣି ରାଜଦ୍ୱାରରେ ନିଜର ଧନୁ ରଖିଦେଲେ ଏବଂ ହସ୍ତିନାପୁର ଛାଡ଼ି ଚାଲିଗଲେ। ମହାତ୍ମା ବିଦୁର କୌରବଙ୍କ ନିମନ୍ତେ ପୁଣ୍ୟ ସ୍ୱରୂପ ଥିଲେ। ସେ ହସ୍ତିନାପୁର ଛାଡ଼ି ପୁଣ୍ୟ ଅର୍ଜନ କରିବା ନିମନ୍ତେ ଭୂମଣ୍ଡଳରେ ତୀର୍ଥପାଦ ଭଗବାନଙ୍କର ବିଭିନ୍ନ କ୍ଷେତ୍ରରେ ବିଚରଣ କରିବାକୁ ଚାଲିଗଲେ। ଯେଉଁଠି ଯେଉଁଠି ଭଗବାନଙ୍କର ମନ୍ଦିର ରହିଛି, ସେହିସବୁ ପବିତ୍ର ତୀର୍ଥକୁ ଯାଇ ସେ ଭଗବାନଙ୍କୁ ଦର୍ଶନ କଲେ। ଭଗବାନଙ୍କର ବିଭିନ୍ନ ପ୍ରତିମାରେ ସୁଶୋଭିତ ତୀର୍ଥସ୍ଥାନ, ନଗର, ପବିତ୍ର ବନ, ପର୍ବତ, ନିକୁଞ୍ଜ ଓ ନିର୍ମଳ ଜଳପୂର୍ଣ୍ଣ ନଦୀ, ସରୋବର ଆଦି ବିଭିନ୍ନ ସ୍ଥାନରେ ସେ ଏକାକୀ ବିଚରଣ କଲେ। ଆତ୍ମୀୟ ସ୍ୱଜନମାନେ ଯେପରି ଚିହ୍ନି ନ ପାରିବେ, ସେହିପରି ଅବଧୂତ ବେଶ ଧରି ସେ ସ୍ୱଚ୍ଛନ୍ଦରେ ପୃଥିବୀରେ ବିଚରଣ କଲେ। ସେ ଶରୀରର ସାଜସଜ୍ଜା ଛାଡ଼ିଦେଇ ପବିତ୍ର ଏବଂ ସାଧାରଣ ଖାଦ୍ୟ ଖାଇ ଶୁଦ୍ଧ ବୃତ୍ତିରେ ଜୀବନ ନିର୍ବାହ କଲେ। ପ୍ରତ୍ୟେକ ତୀର୍ଥରେ ସ୍ନାନ କଲେ ଏବଂ ଭୂମିରେ ହିଁ ଶୟନ କଲେ। ଭଗବାନଙ୍କୁ ପ୍ରସନ୍ନ କରୁଥିବା ବିଚିତ୍ର ବ୍ରତ ପାଳନ କରିବା ସହିତ ସେ ବୁଲି ବୁଲି ତୀର୍ଥାଟନ କଲେ। ଏହି ରୂପେ ଭାରତବର୍ଷରେ ବୁଲି ବୁଲି ସେ ଯାଇ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲା ବେଳକୁ ଭଗବାନ ଶ୍ରୀକୃଷ୍ଣଙ୍କ ସହାୟତାରେ ମହାରାଜ ଯୁଧିଷ୍ଠିର ପୃଥିବୀରେ ଏକଛତ୍ର ଅଖଣ୍ଡ ସାମ୍ରାଜ୍ୟ ସ୍ଥାପିତ କରିସାରିଲେଣି। ସେଠାରେ ସେ ଶୁଣିବାକୁ ପାଇଲେ ଯେ ପାରସ୍ପରିକ ଘର୍ଷଣ ଜନିତ ଅଗ୍ନିରେ ସମଗ୍ର ବାଉଁଶ ବଣ ପୋଡ଼ି ପାଉଁଶ ହୋଇଯିବା ପରି କୌରବମାନେ ପାରସ୍ପରିକ କଳହ ହେତୁ ବିନଷ୍ଟ ହୋଇଗଲେ। ତାହା ଶୁଣି ସେ ଶୋକସନ୍ତପ୍ତ ହୋଇ ଚୁପଚାପ ପୂର୍ବବାହିନୀ ସରସ୍ୱତୀ ନଦୀକୂଳ ଆଡ଼କୁ ଚାଲି ଆସିଲେ। ସେଠାରେ ସେ ମୃତକମାନଙ୍କ ନାମରେ ଶ୍ରାଦ୍ଧ ତର୍ପଣ କରିବା ନିମନ୍ତେ ତ୍ରିତ, ଉସନା, ମନୁ, ପୃଥୁ, ଅଗ୍ନି, ଅସିତ, ବାୟୁ, ସୁଦାମ, ଗୋ, ଗୃହ ଏବଂ ଶ୍ରାଦ୍ଧଦେବ ନାମକ ପ୍ରସିଦ୍ଧ ତୀର୍ଥରେ ସ୍ନାନ ଆଦି କରି ସେମାନଙ୍କୁ ଜଳାଞ୍ଜଳି ପ୍ରଦାନ କଲେ। ତା ସହିତ ପୃଥିବୀରେ ବ୍ରାହ୍ମଣ ଓ ଦେବତାମାନଙ୍କ ଦ୍ୱାରା ସ୍ଥାପିତ ବିଷ୍ଣୁଙ୍କର ଅନ୍ୟ ଯେଉଁ ସବୁ ବିଭିନ୍ନ ମନ୍ଦିର ଥିଲା, ସେସବୁ ମଧ୍ୟ ଦର୍ଶନ କଲେ। ସେହିସବୁ ବିଷ୍ଣୁ ମନ୍ଦିର ଶିଖରରେ ଭଗବାନଙ୍କର ପ୍ରଧାନ ଆୟୁଧ ଚକ୍ର ଲାଗିଥାଏ। ସେହି ଚକ୍ର ଦର୍ଶନ କରିବା ମାତ୍ରେ ଭଗବାନ ଶ୍ରୀକୃଷ୍ଣ ମନେ ପଡ଼ିଯାଆନ୍ତି। ସେଠାକୁ ବାହାରି ଧନଧାନ୍ୟପୂର୍ଣ୍ଣ ସୌରାଷ୍ଟ୍ର, ସୌବୀର, ମତ୍ସ୍ୟ ଓ କୁରୁଜାଙ୍ଗଳ ଆଦି ଦେଶ ଅତିକ୍ରମ କରି କିଛି ଦିନ ଭିତରେ ସେ ଯାଇ ଯମୁନା ତଟରେ ପହଞ୍ଚିଲେ। ସେଠାରେ ସେ ପରମ ଭାଗବତ ଉଦ୍ଧବଙ୍କ ଦର୍ଶନ ଲାଭ କଲେ। ଉଦ୍ଧବ ଥିଲେ ଶ୍ରୀକୃଷ୍ଣଙ୍କର ଜଣେ ପ୍ରଖ୍ୟାତ ଭକ୍ତ। ସେ ଥିଲେ ବଡ଼ ଶାନ୍ତ ସ୍ୱଭାବ ଲୋକ। ସେ ସବୁବେଳେ ଭଗବାନଙ୍କର ବିଭିନ୍ନ ଲୀଳା ଓ ଗୁଣାବଳୀ ଚିନ୍ତନରେ ମଜି ରହି ଆନନ୍ଦ ସାଗରରେ ଅବଗାହନ କରୁଥିଲେ। ପୂର୍ବେ ସେ ଥିଲେ ବୃହସ୍ପତିଙ୍କର ଶିଷ୍ୟ। ସେ ତାଙ୍କରି ଠାରୁ ନୀତିଶାସ୍ତ୍ରର ଜ୍ଞାନ ଲାଭ କରିଥିଲେ। ଉଦ୍ଧବଙ୍କୁ ଦେଖି ବିଦୁର ଗାଢ଼ ଆଲିଙ୍ଗନ କଲେ
ଏବଂ ନିଜର ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ତଥା ତାହାଙ୍କ ଆଶ୍ରୟରେ ଥିବା ନିଜ ସ୍ୱଜନମାନଙ୍କର କୁଶଳ ବାର୍ତ୍ତା ପଚାରି ବୁଝିଲେ। ବିଦୁର ପଚାରିଲେ, ହେ ଉଦ୍ଧବ, ପୁରାଣ ପୁରୁଷ ବଳରାମ ଓ ଶ୍ରୀକୃଷ୍ଣ ତ ସ୍ୱୟଂ ନିଜ ନାଭି କମଳରୁ ଉତ୍ପନ୍ନ ହୋଇଥିବା ବ୍ରହ୍ମାଙ୍କ ପ୍ରାର୍ଥନା ଫଳରେ ଜଗତରେ ଅବତାର ଗ୍ରହଣ କରିଛନ୍ତି। ସେମାନେ ପୃଥିବୀର ଭାର ଲାଘବ କରି ସମସ୍ତଙ୍କୁ ଆନନ୍ଦ ଦେବା ସହିତ ବର୍ତ୍ତମାନ ବସୁଦେବଙ୍କ ଘରେ କୁଶଳରେ ଅଛନ୍ତି ତ? ହେ ପ୍ରିୟବର, ଆମ କୁରୁବଂଶୀମାନଙ୍କର ପରମ ବନ୍ଧୁ ପୂଜ୍ୟ ବସୁଦେବ ତାଙ୍କର କୁନ୍ତୀ ଆଦି ଭଉଣୀମାନଙ୍କୁ ଓ ସେମାନଙ୍କର ସ୍ୱାମୀମାନଙ୍କୁ ସନ୍ତୁଷ୍ଟ କରିବା ସହିତ ପିତା ପରି ଉଦାର ହୋଇ ସେମାନେ ଚାହୁଁଥିବା ସକଳ ବସ୍ତୁ ସେମାନଙ୍କୁ ଦେଇ ଆସୁଥିଲେ। ସେ ବର୍ତ୍ତମାନ ଆନନ୍ଦରେ ଅଛନ୍ତି ତ? ହେ ଉଦ୍ଧବ, ଯାଦବମାନଙ୍କର ସେନାପତି ବୀରବର ପ୍ରଦ୍ୟୁମ୍ନ ତ ପୂର୍ବଜନ୍ମରେ କାମଦେବ ଥିଲେ। ବ୍ରାହ୍ମଣମାନଙ୍କୁ ଆରାଧନା କରି ରୁକ୍ମିଣୀ ଦେବୀ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ପୁତ୍ର ରୂପେ ଲାଭ କରିଥିଲେ। ସେ ଭଲରେ ଅଛନ୍ତି ତ? ସାତ୍ୱତ, ବୃଷ୍ଣି, ଭୋଜ ଓ ଦଶାରହ ବଂଶୀ ଯାଦବମାନଙ୍କର ଅଧିପତି ମହାରାଜ ଉଗ୍ରସେନ ତ ରାଜ୍ୟ ପାଇବା ଆଶା ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ। କମଳ ନୟନ ଭଗବାନ ଶ୍ରୀକୃଷ୍ଣ ହିଁ ତାଙ୍କୁ ରାଜସିଂହାସନରେ ପୁନଃ ପ୍ରତିଷ୍ଠିତ କରାଇଲେ। ସେ ଭଲ ଅଛନ୍ତି ତ? ହେ ସୌମ୍ୟ, ଶ୍ରୀକୃଷ୍ଣଙ୍କ ପରି ସମସ୍ତ ରଥୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ଶ୍ରୀକୃଷ୍ଣ ତନୟ ଶାମ୍ବ କୁଶଳରେ ଅଛନ୍ତି ତ? ସେ ପୂର୍ବେ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ ଥିଲେ। ପରବର୍ତ୍ତୀ କାଳରେ ବହୁ ବ୍ରତ ପାଳନ କରି ଜାମ୍ବବତୀ ତାଙ୍କୁ ପୁତ୍ର ରୂପେ ଲାଭ କରିଥିଲେ। ଅର୍ଜୁନଙ୍କ ଠାରୁ ଧନୁର୍ବିଦ୍ୟା ଶିଖିଥିବା ସାତ୍ୟକୀ କୁଶଳରେ ଅଛନ୍ତି ତ? ସେ ତ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ଲାଗି ରହି ବଡ଼ ବଡ଼ ଯୋଗୀଜନଙ୍କ ପକ୍ଷରେ ଯାହା ଦୁର୍ଲଭ ସେଭଳି ମହାନ ସ୍ଥିତି ଅନାୟାସରେ ପାଇ ଯାଇଛନ୍ତି। ଭଗବାନଙ୍କର ଶରଣାଗତ ଭକ୍ତ ବୁଦ୍ଧିମାନ ଅକ୍ରୂର ଯେ କି ଶ୍ରୀକୃଷ୍ଣଙ୍କ ଚରଣ ଚିହ୍ନରେ ଅଙ୍କିତ ବ୍ରଜଦାଣ୍ଡକୁ ଦେଖି ଆନନ୍ଦ ବିହୋଳ ସ୍ଥିତିରେ ସେହି ଧୂଳିରେ ଲୋଟି ଯାଇଥିଲେ, ସେ ଭଲ ଅଛନ୍ତିଟି? ଭୋଜବଂଶୀ ଦେବକଙ୍କ କନ୍ୟା ଦେବକୀ ବା ଦେବମାତା ଅଦିତିଙ୍କ ପରି ସାକ୍ଷାତ ବିଷ୍ଣୁ ଭଗବାନଙ୍କର ମାତା ହେବାର ସୌଭାଗ୍ୟ ପାଇଲେ। ବେଦତ୍ରୟୀ ଯେପରି ଯଜ୍ଞ ବିସ୍ତାର ରୂପେ ପବିତ୍ର ଅର୍ଥ ସ୍ୱରୂପ ପରମାତ୍ମାଙ୍କୁ ନିଜର ମନ୍ତ୍ରଗୁଡ଼ିକ ମଧ୍ୟରେ ଧାରଣ କରନ୍ତି, ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେହିପରି ନିଜ ଗର୍ଭରେ ଧାରଣ କରିଥିଲେ। ସେ ଭଲ ଅଛନ୍ତି ତ? ଶାସ୍ତ୍ର କହନ୍ତି, ଅନିରୁଦ୍ଧ ହେଉଛନ୍ତି ବେଦମାନଙ୍କର ଆଦି କାରଣ ଓ ଅନ୍ତଃକରଣ ଚତୁଷ୍ଟୟର ଚତୁର୍ଥ ଅଂଶ ମନର ଅଧିଷ୍ଠାତା। ଚିତ୍ତ, ଅହଙ୍କାର, ବୁଦ୍ଧି ଓ ମନ ଏମାନେ ହେଉଛନ୍ତି ଅନ୍ତଃକରଣର ଚାରି ଅଙ୍ଗ। ଏମାନଙ୍କ ଅଧିଷ୍ଠାତା ହେଲେ ଯଥାକ୍ରମେ ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ। ହେ ସୌମ୍ୟ ସ୍ୱଭାବ ଉଦ୍ଧବ, ନିଜର ହୃଦୟେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କୁ ଅନ୍ୟାନ୍ୟ ଭାବରେ ଅନୁସରଣ କରୁଥିବା ହୃଦିକ, ସତ୍ୟଭାମାନନ୍ଦନ, ଚାରୁଦେଷ୍ଣ ଓ ଗଦ ଆଦି ଭଗବାନଙ୍କର ଅନ୍ୟ ପୁତ୍ରମାନେ କୁଶଳରେ ଅଛନ୍ତି ତ? ଅର୍ଜୁନ ଶ୍ରୀକୃଷ୍ଣ ରୂପକ ଦ୍ୱିଭୁଜର ସହାୟତାରେ ମହାରାଜ ଯୁଧିଷ୍ଠିର ନ୍ୟାୟପୂର୍ବକ ଧର୍ମମର୍ଯ୍ୟାଦା ପାଳନ କରୁଛନ୍ତି ତ? ମୟ ଦାନବ ଦ୍ୱାରା ନିର୍ମିତ ସଭାଗୃହରେ ତାହାଙ୍କର ରାଜ୍ୟ ବୈଭବ ଓ ପ୍ରଭାବ ଏତେ ବିପୁଳ ଥିଲା ଯେ ତାହା ଦେଖି ଦୁର୍ଯ୍ୟୋଧନର ହୃଦୟ ଜଳି ଉଠିଥିଲା। ଆଚ୍ଛା, ଭୀମସେନ କେମିତି ଅଛନ୍ତି? ଗଦା ଯୁଦ୍ଧରେ ପଇଁତରା ବଦଳାଇବା ବେଳେ ଭୀମସେନଙ୍କର ପଦାଘାତରେ ପୃଥ୍ୱୀ ମଧ୍ୟ ଥରିଯାଏ। ଅପରାଧୀମାନଙ୍କ ପ୍ରତି ଅତ୍ୟନ୍ତ ଅସହିଷ୍ଣୁ ସେହି ଭୀମସେନ ତାଙ୍କର ସର୍ପ ପରି ଦୀର୍ଘକାଳୀନ କ୍ରୋଧ ଛାଡ଼ିଦେଲେଣି ନା କ'ଣ? ରଥୀମାନଙ୍କର ତଥା ସେନାପତିମାନଙ୍କର ଯଶବର୍ଦ୍ଧନକାରୀ ଅର୍ଜୁନ କୁଶଳରେ ଅଛନ୍ତି ତ? କିରାତ ବେଶଧାରୀ ଶିବଙ୍କ ସହିତ ଯୁଦ୍ଧ କରିବା ବେଳେ ସେ ଏପରି ଯୁଦ୍ଧ କୌଶଳ ଦେଖାଇଥିଲେ ଯେ ଶର ବର୍ଷଣ କରି ଗୋଟିଏ ଜାଲ ସୃଷ୍ଟି କରିଦେଇଥିଲେ, ଯାହାଫଳରେ ଶିବ ଆଉ ଦେଖାଗଲେ ନାହିଁ। ଅର୍ଜୁନଙ୍କର ଏଭଳି ପରାକ୍ରମ ଦେଖି ଆଶୁତୋଷ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କୁ ନିଜର ପାଶୁପତ୍ରାସ୍ତ୍ର ପ୍ରଦାନ କଲେ। ସେହି ଅର୍ଜୁନ ପ୍ରସନ୍ନ ଅଛନ୍ତି ତ? ନେତ୍ର ପଲକ ଯେପରି ନେତ୍ର ଦୁଇଟିକୁ ରକ୍ଷା କରେ, ମାତୃପୁତ୍ର ନକୁଳ ଓ ସହଦେବକୁ ଯୁଧିଷ୍ଠିର ଆଦି କୁନ୍ତୀପୁତ୍ରମାନେ ଠିକ୍ ସେହିପରି ରକ୍ଷା କରୁଥିଲେ। ସ୍ୱୟଂ କୁନ୍ତୀ ସେହି ଦୁଇ ଭାଇଙ୍କୁ ଅତି ସ୍ନେହରେ ଲାଳନ ପାଳନ କରି ବଡ଼ କରିଥିଲେ। ମାଦ୍ରୀଙ୍କର ସେହି ଦୁଇ ପୁତ୍ର ନକୁଳ ଓ ସହଦେବ କୁଶଳରେ ଅଛନ୍ତି ତ? ଦୁଇଟି ଗରୁଡ଼ ଇନ୍ଦ୍ରଙ୍କ ମୁଖରୁ ଅମୃତ ଛଡ଼ାଇ ଆଣିଲା ପରି ସେହି ଦୁଇ ଭାଇ ଶତ୍ରୁ କବଳରୁ ନିଜର ରାଜ୍ୟ ଛଡ଼ାଇ ଆଣିଥିଲେ। କୁନ୍ତୀ ଭଲରେ ଅଛନ୍ତି ତ? ଆହା, ସେ ବିଚାରୀ ସ୍ୱାମୀଙ୍କ ବିୟୋଗରେ ମୃତପ୍ରାୟ ହୋ ମଧ୍ୟ ଛୋଟ ଛୋଟ ପିଲାମାନଙ୍କ ନିମନ୍ତେ କେତେ କଷ୍ଟରେ ଜୀବନ ଧାରଣ କରିନଥିଲେ ସତେ। ରାଜସୀ ଶ୍ରେଷ୍ଠ ମହାରଥୀ ପାଣ୍ଡୁ ଏପରି ଅନୁପମ ବୀର ଥିଲେ ଯେ ସେ ଏକାକୀ ଧନୁଟିଏ ଧରି ଚତୁର୍ଦିଗ ଜୟ କରିପାରିଥିଲେ, ଅଥଚ ତାଙ୍କ ରାଣୀକୁ ପୁଣି ଏଭଳି କଷ୍ଟ ସହିବାକୁ ପଡ଼ିଲା। ହେ ସୌମ୍ୟ ସ୍ୱଭାବ ଉଦ୍ଧବ, ମୋତେ ତ ଅଧପତନ ମାର୍ଗରେ ଚାଲିଥିବା ଧୃତରାଷ୍ଟ୍ରଙ୍କ ପାଇଁ ବଡ଼ ଦୁଃଖ ଲାଗୁଛି।
ମୁଁ ତାଙ୍କରି ହିତଚିନ୍ତକ ଥିଲି, କିନ୍ତୁ ସେ ନିଜ ପୁତ୍ରମାନଙ୍କ ଇଙ୍ଗିତରେ ଚଳୁଥିବାରୁ ମୋତେ ନଗରରୁ ତଡ଼ିଦେଲେ। ବାସ୍ତବରେ ସେ ପାଣ୍ଡବମାନଙ୍କ ପ୍ରତି ଯେଉଁ ଦ୍ରୋହ କଲେ ତାହା ନିଜର ଭାଇ ପାଣ୍ଡୁଙ୍କ ପ୍ରତି ହିଁ କଲେ। କିନ୍ତୁ ଶୁଣନ୍ତୁ, ମୁଁ ସେଥିପାଇଁ ଦୁଃଖିତ ହେଉନାହିଁ କି ଆଶ୍ଚର୍ଯ୍ୟ ମଧ୍ୟ ହେଉନାହିଁ। ଜଗତ୍ ବିଧାତା ଭଗବାନ ଶ୍ରୀକୃଷ୍ଣ ହିଁ ମନୁଷ୍ୟଙ୍କ ପରି ଏଭଳି ଲୀଳା କରୁଛନ୍ତି, ଯାହାଫଳରେ କି ଲୋକମାନଙ୍କର ମନରେ ଭ୍ରମିତ ହୋଇଯାଉଛି। କିନ୍ତୁ ମୁଁ ତାଙ୍କ କୃପାରୁ ଅନ୍ୟମାନଙ୍କ ଦୃଷ୍ଟିର ଅଗୋଚରରେ ଚହି ତାଙ୍କର ମହିମା ଦେଖି ଦେଖି ଆନନ୍ଦରେ ବିଚରଣ କରୁଛି। ପାଣ୍ଡବମାନଙ୍କ ପ୍ରତି କୌରବମାନେ ବହୁ ଅପରାଧ କରି ଚାଲିଥିଲେ ବି ଭଗବାନ ଶ୍ରୀକୃଷ୍ଣ ସେସବୁ ସହି ଯାଇଥିଲେ। କାରଣ ସେତେବେଳେ ଯେଉଁ ରାଜାମାନେ ଧନ, ବିଦ୍ୟା ଓ ଜାତିରୂପୀ ମଦରେ ଅନ୍ଧ ହୋଇ କୁପଥଗାମୀ ହୋଇଯାଇଥିଲେ ଏବଂ ବାରମ୍ବାର ପୃଥିବୀକୁ ସୈନ୍ୟ ବଳରେ ଥରହର କରୁଥିଲେ, ସେମାନଙ୍କୁ ମଧ୍ୟ କୌରବମାନଙ୍କ ସମେତ ବିନାଶ କରି ନିଜ ଶରଣାଗତମାନଙ୍କ ଦୁଃଖ ଦୂର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ଭଗବାନ ହେଉଛନ୍ତି ଅଜନ୍ମା, ତଥାପି କୁମାର୍ଗୀ ଲୋକଙ୍କୁ ସଂହାର କରିବା, ଭକ୍ତମାନଙ୍କୁ ରକ୍ଷା କରିବା, ସନ୍ମାର୍ଗ ସ୍ଥାପନା କରିବା ନିମନ୍ତେ ସେ ଜନ୍ମଗ୍ରହଣ ଲୀଳା କରନ୍ତି ଏବଂ ଅକର୍ତ୍ତା ହୋଇ ମଧ୍ୟ ଅନ୍ୟ ଲୋକଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ନିଜେ କର୍ମ କରି କର୍ତ୍ତବ୍ୟ ବିଷୟରେ ଉପଦେଶ ଦିଅନ୍ତି। ତାହା ହୋଇନଥିଲେ ସର୍ବଶ୍ରେଷ୍ଠ ଗୁଣାତୀତ ହୋଇ ମଧ୍ୟ ସେ କାହିଁକି ଏପରି କର୍ମ ଅଧୀନ ଦେହ ଧାରଣ କରିଥାନ୍ତି? ଏହା ତ ତାହାଙ୍କର ଲୀଳା ମାତ୍ର ଥିଲା। ଲୋକଙ୍କର ମର୍ଯ୍ୟାଦା ପୂର୍ବକ ଚଳିବା ନିମନ୍ତେ ଏକ ମାର୍ଗଦର୍ଶନ ଥିଲା। ଭଗବାନ ସକଳ ଲୋକପାଳଙ୍କୁ ଶରଣ ଦିଅନ୍ତି, ନିଜର ଅନୁଗାମୀ ଭକ୍ତମାନଙ୍କ ପାଇଁ ବିଶେଷ କୃପା କରନ୍ତି, ଅଜନ୍ମା ହୋଇ ମଧ୍ୟ ଯଦୁକୁଳରେ ଜନ୍ମଗ୍ରହଣ ଲୀଳା କରନ୍ତି। ଆପଣ ସେହି ପବିତ୍ର କୀର୍ତ୍ତି ଶ୍ରୀହରିଙ୍କ ଲୀଳା ଓ ଗୁଣାବଳୀ ହିଁ ଗାନ କରନ୍ତୁ। ଏହି ଥିଲା ଏହି ତୃତୀୟ ସ୍କନ୍ଧର ପ୍ରଥମ ଅଧ୍ୟାୟର ଏକ ସୁନ୍ଦର ଅଧ୍ୟାୟ। ଆପଣମାନେ ଏହାକୁ ନିଶ୍ଚିତ ଭାବେ ଶ୍ରବଣ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।